ଗୋଟିଏ ବିଶାଳ ଜଙ୍ଗଲ ଥିଲା। ସେଥିରେ ଦୁଷ୍ଟ ଚିଲଟିଏ ରହୁଥିଲା। ସେ ଯେତେବେଳେ ସୁଯୋଗ ପାଉଥିଲା ପକ୍ଷୀ ଏବଂ ପକ୍ଷୀମାନଙ୍କର ଛୁଆମାନଙ୍କୁ ମାରି ଖାଇ ଦେଉଥିଲା। ସେ ଦୁଷ୍ଟ ଚିଲ ଭୟରେ ପକ୍ଷୀମାନେ ବାହାରକୁ ବାହାରୁ ନଥିଲେ। ଶଇତାନ ଚିଲ, ତୁ ମୋ ସ୍ୱାମୀକୁ ମାରିଦେଲୁ, ତତେ ମୁଁ ମାରିଦେବି। କ'ଣ କହିଲୁ? ତୁ ମୋତେ ମାରିବୁ? ବଞ୍ଚିଲେ ସିନା ତୁ ମୋର କିଛି କ୍ଷତି କରିପାରିବୁ। ଏମିତି କହି ଚିଲ ସେ ଚଢ଼େଇକୁ ବି ମାରି ଖାଇଦେଲା। ଏଇ ଦୁଇ ଚଢ଼େଇଙ୍କ ମାଂସ ଖାଇଲି ଯେ ଏତେ ଭଲ ଲାଗିଲାନି। କେତେ ଦିନରୁ ଚଢ଼େଇ ଛୁଆ ମାଂସ ଖାଇନି। ଯାଏ ଚଢ଼େଇମାନଙ୍କ ଘର ପାଖେ ଦେଖି ଆସେ, କାହା ଅଣ୍ଡାରୁ ଛୁଆ ବାହାରିଛି କି ନାହିଁ ଜାଣିପାରିବି। ତାପରେ ଚଢ଼େଇ ଛୁଆକୁ ମାରି ତା ମାଂସ ଖାଇପାରିବି। ଯିଏ ମୋତେ ଅଟକେଇବ ତାକୁ ବି ମାରିଦେବି। ଏମିତି କହି ଚିଲ ଜଙ୍ଗଲ ଭିତରକୁ ଗଲା। ସେ ସବୁ ଚଢ଼େଇମାନଙ୍କ ଘର ପାଖକୁ ଯାଇ ଦେଖୁଥିଲା କାହା ଘରେ ଛୁଆ ଅଛି କି ନାହିଁ। ଏମିତି ବୁଲୁ ବୁଲୁ ହଠାତ୍ କିନା ଗୋଟିଏ ଘରୁ କାନ୍ଦିବାର ସ୍ୱର ଶୁଣିଲା। ଆରେ ଆରେ, ଏ ଘରୁ କ'ଣ ଚଢ଼େଇ ଛୁଆ କାନ୍ଦିବାର ଶବ୍ଦ ଶୁଭୁଛି? ତା ମାନେ ଚଢ଼େଇ ଛୁଆ ଏବେ ଏବେ ଜନ୍ମ ହେଇଛି। ଏ ଘରର ଝରକା ଖୋଲା ଅଛି। ଝରକା ପଟେ ଦେଖି ଆସେ ପ୍ରକୃତ ଘଟଣା କ'ଣ। କାନ୍ଦେନାରେ ମୋ ଧନ, ମୋ ଧନଟା ପରା, ମୋ ସୁନାଟା ପରା କାନ୍ଦ ବନ୍ଦ କରିଦିଏ। ହେ ଭଗବାନ, ମୋ ପୁଅର ତ ଜମା କାନ୍ଦ ବନ୍ଦ ହଉନି। ସେ ଦୁଷ୍ଟ ଚିଲ ଯଦି ଜାଣିବ ତାହେଲେ ମୋ ପୁଅକୁ ଛାଡ଼ିବନି। ସିଏ ଜଙ୍ଗଲର ଅନେକ ପକ୍ଷୀମାନଙ୍କୁ ମାରି ଖାଇ ସାରିଲାଣି। ତା ପାଇଁ ପକ୍ଷୀମାନେ ଡରି ଡରି ରହୁଛନ୍ତି। ମୁଁ ତ ଜାଣି ସାରିଲିଣି ଚଢ଼େଇ, ତୋର ଗୋଟେ ଛୁଆଟେ ହେଇଛି ବୋଲି। ଏବେ ତୋ ଛୁଆକୁ ମୋ ପାଖରୁ କେହି ରକ୍ଷା କରିପାରିବେନି। ଇଏ କ'ଣ? ଏ ଦୁଷ୍ଟ ଚିଲ ମୋ ଘର ଝରକା ପାଖରେ ଅଛି। ଏ ଦୁଷ୍ଟ ଚିଲ, ତୁ ମୋ ଛୁଆ ଉପରେ ନଜର ପକାନି, ନହେଲେ ମୁଁ ତୋ ଆଖି ଫୁଟେଇ ଦେବି। କ'ଣ କହିଲୁ? ମୋ ଆଖି ଫୁଟେଇ ଦେବୁ? ତୋ ଛୁଆକୁ ଆଜି ଜମା ବି ଛାଡ଼ିବିନି। ଦେଖିବି ତୋ ଛୁଆକୁ ତୁ ମୋ ପାଖରୁ କେମିତି ରକ୍ଷା କରିପାରିବୁ। ଆରେ, ଏ ଦୁଷ୍ଟ ଚିଲ ତ ଏଠୁ ଜମା ବି ଯାଉନି। ଇଏ ଝରକା ଭାଙ୍ଗି ଘର ଭିତରକୁ ଚାଲି ଆସିବ। ମୋତେ ଗୋଟେ କିଛି କରିବା ପାଇଁ ପଡ଼ିବ। ଆରେ ହଁ, ମନେ ପଡ଼ିଲା। ଏମିତି ଚିନ୍ତା କରି ଚଢ଼େଇଟି ତା ରୋଷେଇ ଘରକୁ ଗଲା। ରୋଷେଇ ଘରୁ ଲଙ୍କାଗୁଣ୍ଡ ଆଣି ଝରକା ପଟେ ଚିଲର ଆଖିକୁ ଫିଙ୍ଗିବାକୁ ଲାଗିଲା। ତାପରେ ଚିଲର ଆଖି ଜଳିବାକୁ ଲାଗିଲା। ଓହୋ, ମୋ ଆଖି କି ଜଳୁଛି, ମରିଗଲି। ଏ ଚଢ଼େଇ, ତୁ ମୋ ସହିତ କିଛି ବି ଭଲ କଲୁନି। ଆଜି ତ ମୁଁ ଚାଲି ଯାଉଛି, ପୁଣି ଥରେ ଆସିବି ତୋ ଛୁଆକୁ ମାରି ଖାଇବା ପାଇଁ। ହେ ଭଗବାନ, ମୁଁ କେମିତିକା ବିପଦରେ ପଡ଼ିଗଲି। ସେ ଚିଲର ନଜର ମୋ ଛୁଆ ଉପରେ ପଡ଼ିଛି ମାନେ ସେ ପୁଣି ଥରେ ଆସିବ। ଏବେ ମୁଁ ମୋ ଛୁଆକୁ ନେଇ କୁଆଡ଼େ ଯିବି? ମା ଚଢ଼େଇଟି ଏମିତି ଭାବରେ ଚିନ୍ତା କରୁଥିବା ସମୟରେ ଚିଲ ତା ସାଙ୍ଗକୁ ନେଇ ଆସି ସେଠାରେ ପହଞ୍ଚିଗଲା। ଏ ଚଢ଼େଇ, ସେତେବେଳେ ମୋ ଆଖିକୁ ତୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲୁ ନାହିଁ? ଏବେ ଦେଖ, ମୁଁ ମୋ ସାଙ୍ଗକୁ ନେଇ ଆସିଛି। ଭଲରେ ଭଲରେ ତୋ ଛୁଆକୁ ଆମକୁ ଦେଇଦେ, ନହେଲେ ଆମେ କବାଟ ଭାଙ୍ଗି ଘର ଭିତରକୁ ଆସିଯିବୁ। ଆଉ ତୋ ଛୁଆ ସହିତ ବି ତତେ ଖାଇଯିବୁ। ଏ ଶଇତାନ ଚିଲ ପୁଣି ଥରେ ଆସିଗଲାଣି। ଏବେ ପୁଣି ତା ସାଙ୍ଗକୁ ନେଇକି ଆସିଛି। ଏମାନଙ୍କ ସହିତ ମୁଁ ଲଢ଼ି ପାରିବିନି। ଶୀଘ୍ର ମୋତେ କିଛି ଉପାୟ ଚିନ୍ତା କରିବା ପାଇଁ ପଡ଼ିବ। ତେବେ ଯାଇ ମୋ ଛୁଆକୁ ମୁଁ ରକ୍ଷା କରିପାରିବି। ଏଇ ହେଲା ନା କଥା। ଭଲ ଚଢ଼େଇ ପରି ତୁ ଘରୁ ବାହାରକୁ ଚାଲି ଆସିଲୁ। ଦେ, ଏବେ ତୋ ଛୁଆକୁ ଆମକୁ ଦେ। ତତେ ଆମେ ମାରିବୁନି, ତତେ ଆମେ ଛାଡ଼ିଦବୁ। ଚିଲ ଆଜ୍ଞା, ମୁଁ ଏବେ ବୁଝିସାରିଛି ମୁଁ ଆଉ ତୁମ ପାଖରେ ଜିତି ପାରିବିନି। ସେଥିପାଇଁ ଠିକ୍ କରିଛି ମୁଁ ମୋ ଛୁଆକୁ ତୁମମାନଙ୍କୁ ଦେବି ବୋଲି। ହେଲେ ଆଜି ନୁହଁ, ମୋତେ ଗୋଟେ ଦିନ ସମୟ ଦିଅ। ମୁଁ ମୋ ଛୁଆ ସହିତ ଆଜି ଦିନଟି ଯାକ ସମୟ କଟେଇବି, ଆଉ ତାକୁ ଗେଲ କରିବି। ତୁମେ କାଲି ସକାଳେ ଆସି ନେଇଯିବ। ଠିକ୍ ଅଛି, ତତେ ମୁଁ ଗୋଟେ ଦିନ ସମୟ ଦଉଛି। ଯେହେତୁ ତୁ ତୋ ଛୁଆକୁ ଆମକୁ ଦେବୁ ବୋଲି ରାଜି ହେଇଯାଇଛୁ। ହେଲେ ମନେ ରଖ, କାଲି ମୁଁ ପୁଣି ଥରେ ଆସିବି। କାଲି ତୋର କିଛି ବି ବାହାନା ମୁଁ ଶୁଣିବିନି। ଏମିତି କହି ଚିଲ ସେଠାରୁ ତା ସାଙ୍ଗକୁ ନେଇ ଚାଲିଗଲା। ସେମାନେ ଯିବା ପରେ ମା ଚଢ଼େଇଟି ଅନ୍ୟ ପକ୍ଷୀମାନଙ୍କ ପାଖକୁ ଗଲା। ଯୋଜନା ବିଷୟରେ କହିଲା, ଆଉ ସମସ୍ତଙ୍କୁ ସାହାଯ୍ୟ ମାଗିଲା। ସବୁ ପକ୍ଷୀମାନେ ସେଇ ଦୁଇ ଚିଲଙ୍କ ଅତ୍ୟାଚାର ଲାଗି ବହୁତ କଷ୍ଟରେ ଥିଲେ। ସେଥିପାଇଁ ସବୁ ପକ୍ଷୀମାନେ ମା ଚଢ଼େଇକୁ ସାହାଯ୍ୟ କରିବେ ବୋଲି ରାଜି ହୋଇଗଲେ। ରାତି ପାହି ସକାଳ ହେଇଗଲା। ଏବେ ସେ ଦୁଷ୍ଟ ଚିଲ ଆସିବାର ସମୟ ହେଇଗଲାଣି। ଧନରେ, ତୁ ଯା, ଏଇ ଆଲମାରି ଭିତରେ ଲୁଚି ଯା।
ଯେ ପର୍ଯ୍ୟନ୍ତ ମୁଁ ତତେ ନ ଡାକିଛି ତୁ ବାହାରକୁ ଆସିବୁନି, ଟିକେ ବି ପାଟି କରିବୁନି, ଶାନ୍ତ ହେଇ ବସିଥିବୁ। ଠିକ୍ ଅଛି ମା, ତୁମେ ଚିନ୍ତା କରନି, ଯେ ପର୍ଯ୍ୟନ୍ତ ତୁମେ ନ ଡାକିଛ ମୁଁ ବାହାରକୁ ଆସିବିନି। ଏଇ ତ ସେ ଚିଲମାନେ ଆସୁଛନ୍ତି ମୋ ଛୁଆକୁ ନେବା ପାଇଁ। ଏବେ ମୁଁ ନାଟକ ଆରମ୍ଭ କରିଦିଏ। କ'ଣ ହେଲା ଚଢ଼େଇ, କ'ଣ ପାଇଁ ଏତେ ଜୋରେ କାନ୍ଦୁଛୁ? ସେ କାନ୍ଦ ବନ୍ଦ କରି ଜଲ୍ଦି ଜଲ୍ଦି ତୋ ଛୁଆକୁ ନେଇ ଆସ। କ'ଣ କହିବି ଚିଲ ଆଜ୍ଞା, ତୁମେ ମୋ ଛୁଆକୁ ଖାଇବ ବୋଲି ତାକୁ ସୁନ୍ଦର ଭାବେ ସଜଉଥିଲି। କୋଉଠୁ ଗୋଟେ ଚିଲ ଆସି ମୋ ଠାରୁ ମୋ ଛୁଆକୁ ଜୋର କରି ଛଡ଼େଇ ନେଇ ଚାଲିଗଲା ଖାଇବ ବୋଲି। ଆଉ ଗୋଟେ ଚିଲ କୋଉଠୁ ଆସିଲା? ଏଇ ଜଙ୍ଗଲରେ ମୁଁ ଆଉ ମୋ ସାଙ୍ଗ ବ୍ୟତୀତ ଆଉ କେହି ବି ଚିଲ ନାହାନ୍ତି। ତୁ ମୋତେ ମିଛ କହୁଛୁ ନା? ତୁ ନିଶ୍ଚୟ ତୋ ଘର ଭିତରେ ତୋ ଛୁଆକୁ ଲୁଚେଇ ରଖିଥିବୁ ନା? ମୁଁ ଯାଏଁ ଘର ଭିତର ଭଲ ଭାବରେ ଖୋଜେ। ତାପରେ ଚିଲ ଚଢ଼େଇର ଘର ଭିତରକୁ ଯାଇ ଚଢ଼େଇ ଛୁଆକୁ ଭଲ ଭାବରେ ଖୋଜିଲା। ହେଲେ ଚଢ଼େଇ ଛୁଆକୁ ସେ କୋଉଠି ବି ପାଇଲାନି। ମୁଁ ମିଛ କହୁନି, ଏ ଜଙ୍ଗଲକୁ ତୁମଠାରୁ ବି ଆଉ ଗୋଟିଏ ଶକ୍ତିଶାଳୀ ଚିଲ ଆସିଛି। ସିଏ ସବୁ ଚଢ଼େଇ ମା'ମାନଙ୍କ ଠାରୁ ତାଙ୍କ ଚଢ଼େଇ ଛୁଆକୁ ଛଡ଼େଇ ନେଇଯାଉଛି। ମୁଁ ଜମା ବି ସେ ଚିଲକୁ ଛାଡ଼ିବିନି। ମୋ ଜଙ୍ଗଲକୁ ପଶି ଆସି ମୋ ଶିକାରକୁ ଛଡ଼େଇ ନେଇଯାଉଛି। ତୁ ଜାଣିଛୁ ସେ ଚିଲ ଏବେ କୋଉଠି ଅଛି? ହଁ ଜାଣିଛି, ହେଲେ ଚିଲ ଆଜ୍ଞା, ତୁମେ କ'ଣ ତା ସହିତ ଏକା ଲଢ଼େଇ କରିପାରିବ? ତୁ ଖାଲି ତା ଠିକଣା ମୋତେ କହ। ସେ ଚିଲକୁ ମାରିବା ପାଇଁ ମୁଁ ଆଉ ମୋ ସାଙ୍ଗ ସେଠାକୁ ଯିବୁ। ଏଇ ଜଙ୍ଗଲର ଶେଷ ମୁଣ୍ଡରେ ଥିବା ଗୋଟିଏ ଘରେ ସେ ଚିଲ ରହୁଛି। ମୋ ସାଙ୍ଗରେ ଆସ, ମୁଁ ତୁମକୁ ଦେଖେଇଦେବି। ଠିକ୍ ଅଛି, ଚାଲ ଆମକୁ ସେ ଘର ଦେଖେଇ ଦେ। ତାପରେ ଚଢ଼େଇ ତୁରନ୍ତ ସେ ଦୁଇ ଚିଲଙ୍କୁ ଧରି ଏକ ଘର ପାଖକୁ ଗଲା ଆଉ କହିଲା, ଏଇ ଘର ଭିତରେ ସେ ଚିଲ ମୋ ଛୁଆକୁ ନେଇ ଲୁଚିଛି। ହେଲେ ମୋତେ ଡର ଲାଗୁଛି, ମୁଁ ଯିବିନି, କାଳେ ମୋତେ ସିଏ ମାରିଦେବ। ତୋର ଘର ଭିତରକୁ ଯିବା ଦରକାର ନାହିଁ। ମୁଁ ଆଉ ମୋ ସାଙ୍ଗ ଭିତରକୁ ଯାଉଛୁ। ଏ ଚିଲ, ତୋର କେମିତି ସାହସ ହେଲା ତୁ ମୋ ଜଙ୍ଗଲକୁ ଆସି ମୋ ଶିକାରକୁ ଚୋରି କରିବା ପାଇଁ? ଏମିତି ରାଗି ରାଗି ଚିଲ ଦୁଇ ଜଣ ଯାକ ଘର ଭିତରକୁ ପଶିଗଲେ। ସେମାନେ ଯେମିତି ଘର ଭିତରକୁ ଯାଇଛନ୍ତି, ମା ଚଢ଼େଇଟି ଡେରି ନ କରି ଶୀଘ୍ର କବାଟକୁ ବନ୍ଦ କରିଦେଲା। କୁଆଡ଼େ ଗଲ ସମସ୍ତେ, ଶୀଘ୍ର ଆସ। ପୂର୍ବରୁ ହିଁ ସବୁ ଚଢ଼େଇମାନେ କିରୋସିନି ଧରି ଲୁଚି ରହିଥିଲେ। ସେମାନେ ଶୀଘ୍ର ବାହାରକୁ ଚାଲି ଆସିଲେ। ଚିଲମାନେ ଘରୁ ବାହାରିବା ପୂର୍ବରୁ ହିଁ ସବୁ ଚଢ଼େଇମାନେ କିରୋସିନି ଢାଳି ଘରେ ନିଆଁ ଲଗେଇଦେଲେ। ଆଉ ସେଇ ନିଆଁରେ ଚିଲ ଦୁଇ ଜଣ ଯାକ ପୋଡ଼ି ମରିଗଲେ। ସବୁ ଚଢ଼େଇମାନେ ସେଇ ଦୁଇ ଅତ୍ୟାଚାରୀ ଚିଲଙ୍କ ଠାରୁ ସବୁଦିନ ପାଇଁ ରକ୍ଷା ପାଇଲେ।